ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୋଟିଏ ଭଲ ଜିନିଷ ମୋତେ ଦିଶୁଛି ଯେ ଆଗରୁ ଆପଣ ଯେତେବେଳେ ପ୍ରବେଶ ପଥଟି ଭାରି ସଂକୀର୍ଣ୍ଣ ହୋଇଯାଇଥିଲା, ବିଭିନ୍ନ ଲୋକ ତାକୁ ଅତ୍ୟାଗ କରିକି ମାଡ଼ି ବସି ଘର ମଠ ମନ୍ଦିର ସବୁ କରିଦେଇଥିଲେ। ବର୍ତ୍ତମାନ ଟିକେ ପ୍ରଶସ୍ତ ହୋଇଯାଇଛି, ବାକି ଆଉ ଅଧିକା କିଛି ମୁଁ ଦେଖୁନାହିଁ। ଏବଂ ସରକାର ମଧ୍ୟ ଏଥିରେ କାରଣ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ସରକାର ଧର୍ମକୁ ନେଇ ଏତେ ପ୍ରଚାର ପ୍ରସାର କରିବା ମୁଁ ଉଚିତ ବୋଲି ଭାବୁନାହିଁ। ଜଣେ ରାଜନୀତି ବିଶାରଦ ହିସାବରେ, କାରଣ ମୁଁ ପଢ଼ିଥିଲି ରାଜନୀତି ବିଜ୍ଞାନରେ ପାଠ ପଢ଼ୁଥିଲି, ପିଲାଙ୍କୁ ବି 5 ବର୍ଷ ଧରି ପଢ଼ାଉଥିଲି ଆୟକର ବିଭାଗରେ ଯୋଗଦାନ ପୂର୍ବରୁ। କିନ୍ତୁ ଏବେ ଯାହା ଚାଲିଛି ଯେଉଁଭଳି ଭାବରେ ଲୋକଙ୍କର ମାନେ ଲୋକ ଯେଉଁଥିପାଇଁ ସତର୍କ ହେବା କଥା, ସଚେତନ ହେବା କଥା, ସେ ବିଷୟରୁ ଲୋକଙ୍କୁ ହଟେଇକିରି ଅନ୍ୟ ଆଡ଼େ ଆମେ ଯେଉଁ ଧର୍ମର ଯେଉଁ ଅଫିମ ପିଆଉଛେ, କାହିଁକିନା କାର୍ଲ ମାର୍କ୍ସ କହିଥିଲେ ଯେ ଧର୍ମ ରିଲିଜିଅନ୍ ହେଉଛି ଓପିୟମ୍ ଅଫ୍ ଦି ପିପଲ୍, ଏବଂ ସେ ବର୍ତ୍ତମାନ ପୁଣି ସତ୍ୟ ପ୍ରମାଣିତ ହେଉଛି। ଏବଂ ସବୁଆଡ଼େ ସରକାର ଦେଶରେ ହେଉ କି ରାଜ୍ୟରେ ହେଉ ଲୋକଙ୍କୁ ପୁଣି ଧର୍ମ ଦ୍ୱାରା ଧର୍ମର ଅଫିମ ପିଆଇକିରି ଲୋକଙ୍କୁ ନିଜ ପ୍ରତି ଅନୁରକ୍ତ କରୁଛନ୍ତି, ଯେଉଁଟାକି ମୁଁ ଭଲ ଭାବୁନାହିଁ ଯେ ଏମିତି କରିବା ଉଚିତ ନୁହଁ। ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଧର୍ମକୁ ନେଇ ଏତେ ପ୍ରଚାର ପ୍ରସାର କରିବା ଉଚିତ ନୁହେଁ। ଏବଂ ମୁଁ ସବୁବେଳେ ଭାବେ ଯେ ଧର୍ମ ହେଉଛି ଗୋଟେ ଲୋକର ବ୍ୟକ୍ତିଗତ ଅନୁଭବ, ତେଣୁ ତାକୁ ଏମିତି ସାମାଜିକକରଣ କରି ରାଜନୈତିକକରଣ କରିବା ଆଦୌ ଉଚିତ ନୁହେଁ ବୋଲି।